उठी बो तार पूजा स्टार्ट कर दे तापर आम पे नाश्ता करियो बर्तमान पूजा करुचे आम ठाकुर घर ये पिठा करिया महीना सकाल नड़िया बाड़ेला गोटे थर के बाड़ी निफा कर गोटा थर के देखा ये नड़ियाटा कर देखा देखिए पड़ेलु ये ओलटा फरे बारांदी टी जाई छना दरी छना नड़िया करा होची बो आज की पिठा हो मंडा पिठा हो सकाल सकाल खाया प्रस्तुत होती पानी मंडा अथार मंडा जहाँ को अथार पिठा कहते मंडा पिठा हम कि पानी रे छणा हम ना कि तेल यूज हेनी हेल्दी जिनस महीना घर जाऊँगी जापरनी आम घर छाड़ू ना बड़ा दुखे अच्छी आम घर टे कहले जापर एत कम विरोध कर महीना कौन एत कम विरोध कर भल लगुनि महीना नड़िया कोरा कौन शिखी थोड़ी ना आज फास्ट कर गुड़ पिठा हम गुड़ अदा आउ कौन दही छेना मरीच नड़िया आउ कौन दरकार सुजी सुजी चाउल चूना खाली सुजी रो पिठा हम चाउल चूना यूज हेनी गुड़ को बाड़े गुंड कर फास्ट गुड़ पड़ा कड़े तापर वो कौन पड़ो गुड़ पड़ सारे वो आ कौन पड़ो छेना पड़ो पको छना
ନଡ଼ିଆ ଛେନା ଗୁଡ଼ ନଡ଼ିଆ ଛଡ଼ା ଛେନା ଗୁଡ଼ ନଡ଼ିଆ ଛେନା ଗୁଡ଼ ଏଇଟା ଯୋଉ ମଣ୍ଡା ପିଠା ଭିତରେ ପଶିବ ତାର ପୁର ତିଆରି ହଉଛି। ମରିଚ ଗୁଣ୍ଡ ଛୋଟୁ ଛୋଟୁ ରୁଦୁ ଡାକି ଗଲୁ ଛୋଟୁ କୁଆଡେ ଆଇଲୁ? ରୁଦୁ ଡାକି ଯା ତୁ ନାହିଁ କୁଆଡେ ଗଲା? ଛକକୁ ଗଲା ଠାକୁର କତିକି। ଓକେ ଛୋଟୁ କୁଆଡେ ଆସିଛୁ? ଦେଖିବୁ ଆଉ ଦେଖିବୁ ଆଉ ନାଚିକି ଦେଖେଇଦେଲୁ। ଏ ଆଉ ଛୋଟୁ ଆଉ ବାବା କରିବ ମରିଚ ଚୁନା ଆଉ ହେଇଗଲା ତାର ନାଇବା ତା ଦେହରେ ଆଉ ନାଇବା। ପକେଇବି ଅଳ୍ପ ଅଳ୍ପ ମୁଁ ଗୋଳିବି ସେତିକି ପକା ଏଇ ସୁଜି ଗରମ ପାଣିରେ ପଡୁଛି। ଏତେ ପାଣିରେ ବୋଉ ସେ କଣ ଛଣା ହବ? ପକା ରହିଯାଉଛି ହେଲା ଘଣ୍ଟା ସୁଜି ଚୁନା ଘଣ୍ଟା ଜାଣିଲି ଚୁନା କୁ ପାଣି ମାରିଦିଅ ଫାଷ୍ଟ ବୋଉ କଣ କଲା ଫାଷ୍ଟ ମଣ୍ଡା ପିଠା ପାଇଁ ପୁର ତିଆରି କଲା ତାପରେ ସୁଜିକୁ ପାଣିରେ ପକେଇକି ତାକୁ ବାହାର କଲା ଯୋଉଟାକୁ ଆମର ମଣ୍ଡା ପିଠାର ଖୋଳ ହବ। ଆଉ ଏଟା ପୁର ତିଆରି ସରିଛି ଏଟା ଖୋଳ ପାଇଁ ପ୍ରସ୍ତୁତ ହଉଛି। ଯେହେତୁ ଆମେ ଅଥାର ପିଠା କରିବା ମଣ୍ଡା ଅଥାର ପିଠା ଏଟା ପାଣିରେ ତିଆରି ହବ ଅଏଲ ଲାଗିବନି ବିଲକୁଲ ଅଏଲ ଫ୍ରି ନା ଆଦେହରେ କୌଣସି ତେଲ ୟୁଜ ହେଇଛି ନା ଆଦେହରେ ତେଲ ଭଲସେ ନ ଜନ୍ତୁଛୁ ନା କଣ ଭଲସେ ନ ଜନ୍ତୁଛୁ ନା ପାଣି ଠିକ ଭାବରେ ନ ରହିଲେ এটা কোন গোল মন্ডা পিঠা হবো গলে খালি তাতে কাদুଅ ରହିବ
କଲେ ତା ଭିତରେ ଗେଟି ରହିଲା ଆଣିବା ଉପରେ କାମୁଡ଼ି ଖାଇଲା ବେଳେ ତା ହାଲତ ଖରାପ ହେଇଗଲା ତା ଅଣ୍ଟା କଣ ହଉଥିଲା କହୁଥିଲା କାହିଁ ତୁ ଦଳୁଛୁ ରହିଯା ଟିକେ ନହେଲେ ନାଇଁ ବୋଉ କରିବ। ତାକୁ ଛାଡେ ଅଣ୍ଟା କଣ ହଉଛି ଗ୍ୟାସରେ ହଉଛି କାହିଁ ଅଣ୍ଟା ହବ କ୍ଷୀର ଫିର ଇଏ କରୁଛି ତ ଗ୍ୟାସ ରୋଜଟା କାନ୍ଦିଲା ମନ କଲା ସେଟା ଧରି ଠିଆ ହେଇଛି ରାଜା ମନକୁ ମାରିକିରି ତା ଝିଅ କାନ୍ଦିଲେ ତା ଝିଅ କହିନି ହଉ କଣ କହିଲେ ସେ ତା ଝିଅ ଟିକେ କାନ୍ଦିବ ତା ଝିଅ ଖାଲି କହିନି ଝିଅ କାନ୍ଦିଲେ ବାପା ଦେହ କଣ ଗଡଉଥିଲା ବେଳେ ବର୍ଷା ହେଲେ ଆଗ ଉଠିକି ରାତିରୁ କରିଦବ ଆମର କରିଦେଲା ସଜାଡ଼ି ହେଇଗଲା ମୋ ବୋଉ କଲା ଆଉ ସିଏ ଯାଇକିରି ଅନ୍ୟର କରିବ ସବୁ ବୋଲିକି ଭଲ ଲାଗେ ଆଉ ପିଠା କରିବା ସମସ୍ତେ ରାତିରେ ସେ କରିବ ଆଉ ଭଲ ସାଇଜ ପିଠା କରିବ ଆମ କତିକି ସିନା ଅଇଲା ବେଳେ ଶିଖିକି କରିବ ଏଠିକି ଅଇଲା ବେଳେ ହଇରାଣ ପୁଣି ଏଠି କର କଥା ଆସେନି ବାପାର ମୋର ଝଗଡ଼ା କିନ୍ତୁ ପିଠା ଆସୁନଥିଲା ଆଗ ବାପାର ମୋର ଝଗଡ଼ା ହବ ଯୋଉଦିନ ଭଲ ମନ୍ଦ ଦିନରେ ଦି ଜଣଙ୍କର ଝଗଡ଼ା ସେ ରହିବନି ଜମା ଗାଡ଼ି ପଡ଼ିବା ବୋଲି କହିବ ତମେ କାଇଁ କଲନି ଆଉ ଭଡ଼ା ବାଡ଼ିଆ ରହନ୍ତି ଟିକେ ସାହାଯ୍ୟ କରନ୍ତି ସିଏ ଆଉ କରିବେନି ପଳେଇବେ ଏଠି ପାଟି ହୋଇ ଓଷା ଫସା ଦିନେ ଭୁଲ ଟା ତାର କାହାର ତୋର ନା ବାପାଙ୍କର ବାପାଙ୍କର କଣ ଆଉ ଅନ୍ୟାନ୍ୟ କାମ ଅଛି ଟିକେ ଆଡ଼େ ଇଏ କଲେ ମୁଁ ସକାଳୁ ଗାଧେଇଲି ନା ଆଉ କଣ ସେ କାମ କରିବି ସାମ ଟାଇମ୍ ଭଲ ଆଉ କାହାକୁ ଛୁଇଁବୁନୁ ଯୋଉ ଜିନିଷ ଗଢ଼ିବୁ ନାଗି ଜିନିଷ ସେ ନ ରହିଲେ ଡେରି ହେଲେ ବାଟି ହୋଇ ଆଉ ଛୁଆ ପିଲା ଘର ଛୁଆ କାନ୍ଦିଲେ ରାଜା କହିବ ବୋଉ ତାଙ୍କର ହେଇଯିବ ବୋଉ ତାଙ୍କର ହେଇଯିବ ରହ ତାକୁ ପାଟିକି ରହ ତୁ କାହିଁ ଆକୁଳି ଯାଉଛୁ ସିଏ ଖାଲି କହିବ ତାଙ୍କର କାହିଁ ହେଇଯିବ ଆମର କାହିଁ ଘର କଣ ଯେମିତି ପାଟି କରିଛି ପିଠା ହେଇଛି ହେଇନି ପାଟି କରିଛି ସେମିତି କଣ କରିଛି ଯାଇଛି ଘରେ ଆମ ଘରକୁ ଆମର ପଳେଇଛି ମୁଁ ଯୋଉଠୁ ସାରିକିରି ଓଷା ପୂଜିକିରି ପୁଅ କୁଆଡେ ଗଲା ତାକୁ ଖୋଜିଲା ବେଳକୁ ଦାଣ୍ଡକୁ ଯାଇକିରି ସ୍କୁଲ ଦାଣ୍ଡ ଅଧଗତିରେ ହେଇଛି ସାଇକେଲ ଟିଫିନ ଧରିକି ଓହଳିକି ଆଉଛି ମତେ ଆଉ ଦେଖି କାନ୍ଦ ମାଇଲା ମୁଁ କୁଆଡେ ଯାଇଛୁ ନା ତୁ କାହିଁ କରିବା ଡେରି କଲୁ ମୁଁ ମା କତିକି ଗଲି ମା ମତେ ଖାଇବାକୁ ଦେଲା କହିଲା ନେଇଯା ତ ଲିଜା ଖାଇବ ରାକା ଖାଇବନି ଭାରି ଆକୁଳିଆ ଆଉ ଯୋଉ ଭଲ ମନ୍ଦ ହେଲେ କହିବ ଶୀଘ୍ର କରିଦେବୁ ଖାଇବି ସ୍କୁଲ ଦାଣ୍ଡ କତିକି ଅନେଇଲା ବେଳକୁ ଖାଉଛି କୁଆଡକୁ ଯାଇଥିଲୁ ତୁ ନା ତୁ କାହିଁ କରିବା ଡେରି ହେଲା ମୁଁ ମା କତିକି ଗଲି ମା ଆମର ବେଳା ଟିକେ ଗଲି ବୋଉ ବଡ଼ ବୋଉ ଦି ଜଣ ଅଛନ୍ତି କରିବ ସାରିବ ପିଠା କରିବ ସାଇ ପିଠା ସବୁ ସାଇ ବାବା ନିମତା ରୋଷେଇବାସ ଘି ପିଠା କୁକୁଡ଼ା ମୋ କୁକୁଡ଼ା ସବୁ କରେ ବେଷ୍ଟ ବୋଉ ସତରେ ମୋର ବେଷ୍ଟ ବୋଉଥିଲା ମରିଗଲା ହେଲେ ତେମାନେ ଦେଖିଥାଉ ନାହିଁ ସେ କଣ
ହେଲା ଆଚ୍ଛା ସେ ପାଣିରେ ପଡିବନି ପାଣିରେ ପଡେଇ ପାଣିରେ ପଇଲେ ହବ ଏଇଥିରେ କଲେ ବାମ୍ଫରେ ଥୋଇଲେ ବି ହବ ପିଠା ଅଳ୍ପ ବଳା ହେଇନି ଆଉ ଯେତେ ଶୀଘ୍ର ବଢିବ ସେତେ ଶୀଘ୍ର ପାଣିରେ ପଇଲେ ବାଇଚାନ୍ସ ଯଦି ଫିଟିଯିବ ତା ଦେହରେ ପାଣି ପଶିଯିବ ଫିଟିଗଲେ ପାଣି ତାର ଭଲ ଟେଷ୍ଟ ବି ଲାଗିବନି ପାଣି ଲାଗିବ ଖାଇବନି ଆଉ ନହେଲେ କ୍ଷୀର ଖାଲି କ୍ଷୀର ଅଦା ତ କ୍ଷୀର ଫୁଟିଲେ ପିଠା ପକେଇ ଛାଣିଦବ କ୍ଷୀରରେ ତା ଆହୁରି ଭଲ ତୁ କହୁଛୁ ଗୋଲେଇ ପିଠା ତା ଦେହରେ କାଦୁଅ ରହିବ ଏଇଠି ଗୋଲେଇ କରନା ସେମିତି କାଟି ଦେଇଛି କାଦୁଅ ରହିବ ନା ଖାଉନି କେହି କରୁ ସେମିତି କଥା ଆଉ ଏକା କଥା ସେଥିରେ ବି କଣ ସାଇଡ ଗୁରା କାଦୁଅ ରହୁନି ହବ ବୋଲି ପାରୁନି ସେ କାଲି କ୍ଷୀର ହେଲା ସିଝିକି ଥୁଆ ହେଲା ଆଇଁଷ ଦିନରେ ଗୋଟା କରିବାକୁ ଭଲ ଲାଗେ କି ଜଣା ପଇଲା ହେଲା ବି ହାତକୁ ଲାଗିବନି ହାତର ସଫ୍ଟ ହେଇଯିବ ନା କଣ ହାତରେ ହେଲା ହାତକୁ ଲାଗିବ ଚିକଣ ଲାଗିବ ଅଠାଳିଆ ଲାଗିବନି ଫାଇନାଲି ଆମ ପିଠା ହେଇଗଲା ମୁଁ ଯାଇ ଖାଇବା ପାଇଁ ପ୍ରସ୍ତୁତ ହେବି ମଣ୍ଡା ପିଠା ବାମ୍ଫରେ ତିଆରି ହଉଛି ମଣ୍ଡା ପିଠା ନିଜେ କରିକି ଟ୍ରାଏ କରନ୍ତୁ ଘରେ ଏ ଓଡ଼ିଶାର ଫେମସ୍ ଖାଦ୍ୟ ଘରେ ଘରେ ସମସ୍ତଙ୍କ ଘରେ ଘରେ ଏ ଜିନିଷ ହୁଏ ଓକେ Please subscribe our channel for more update. वो कही दे सब्सक्राइब करा सब्सक्राइब करो लाइक करा लाइक करो शेयर करा शेयर करो थैंक यू जय जगन्नाथ ହଁ ଆମ ଚ୍ୟାନେଲ ଭଲ ଲାଗିଥିଲେ ସବସ୍କ୍ରାଇବ କର ସେୟାର କର ଲାଇକ୍ କର ସମସ୍ତଙ୍କ ପରିବାର ଭଲରେ ରୁହନ୍ତୁ ଜୟ ଜଗନ୍ନାଥ ଜଗନ୍ନାଥ